କିଏ ସେମାନେ? ମଣିଷ ନା ଦାନବ, ଜନତା ନା ଯମ, ନର ନା ନର ପିଶାଚ, ଯେ ମଣିଷ ହୋଇ ମଣିଷର ରକ୍ତ ପିଇଯାଏ? ଏମିତି ଏ କାହାଣୀ ନୁହେଁ ତ, ଏହା ଏକ ବାସ୍ତବ ଘଟଣା। ଇଏ ଖାଲି ଯନ୍ତ୍ରଣା ନୁହେଁ ତ, ଯମ ଯନ୍ତ୍ରଣା। ମରି ମରି ବଞ୍ଚିବାର ଅଙ୍ଗେ ନିବା କଥା। ଏବେ ବି ସେ କଥା ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। କେତେ ଭୟଙ୍କର, ବିଭତ୍ସ, ଅମଣିଷ ସେମାନେ। ଏହା ଏକ ଲୋମ ଟାଙ୍କୁରା କାହାଣୀ। ଆଶା, ଭରସା, ବିଶ୍ୱାସ ସବୁକିଛି ହରେଇ ଦେଲା ପରେ ସାଧାରଣ ମଣିଷଟିଏ ବଞ୍ଚିବା ପାଇଁ ଭଗବାନଙ୍କୁ ଗୁହାରି କରେ, ନିଜକୁ ଦୀନବନ୍ଧୁଙ୍କ ପାଖରେ ସମର୍ପି ଦିଏ।